আজি তই ধর উঠ না পুরা স্পিচটা উঠাবা আজি ହେଲା ନୁହେଁ ହେଲା ଆଜି ସିଦ୍ଧେଶ୍ୱରୀ ଧର୍ମ ସଂସଦ ଏବଂ ଦିବ୍ୟ ଦର୍ଶନ ପକ୍ଷରୁ ବ୍ୟାସ ପୂର୍ଣ୍ଣିମା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଅଛି। ଗାଣିତିକ ଦୃଷ୍ଟିକୋଣରୁ ବିଚାର କଲେ ବ୍ୟାସ ଶବ୍ଦର ଅର୍ଥ ଏକ ବୃତ୍ତର ଏମୁଣ୍ଡରୁ ସେମୁଣ୍ଡକୁ କେନ୍ଦ୍ରକୁ ଛେଦ କରି ଯେଉଁ ରେଖା ପ୍ରକାଶ ପାଇଥାଏ ସେହି କେନ୍ଦ୍ରସ୍ଥଳୀକୁ ହିଁ ବ୍ୟାସ କହନ୍ତି। କିନ୍ତୁ ସଦ୍ଗୁରୁ ଅର୍ଜୁନ କହନ୍ତି ଓଙ୍କାରକୁ ଭେଦ କରି ଅପରାଶକ୍ତି ଏବଂ ପରାଶକ୍ତିରୁ ଅପରାଶକ୍ତିକୁ ମହାଚକ୍ର ଗୋଟିଏ ଅଛି, ମହାଚକ୍ର ମଧ୍ୟରେ ଓଙ୍କାର ଅଛନ୍ତି। ପରାଶକ୍ତିରୁ ଅପରାଶକ୍ତିକୁ ଓଙ୍କାରକୁ ଭେଦ କରି ଯେଉଁ ସରଳରେଖା ଯାଇଥାଏ ତାର କେନ୍ଦ୍ରବିନ୍ଦୁ ହେଉଛି ଓଙ୍କାର, ସେ ଓଙ୍କାର ହିଁ ବ୍ୟାସ ଅଟନ୍ତି। ଓଙ୍କାରକୁ ଭେଦ କରି ସୃଷ୍ଟି ଏବଂ ସ୍ରଷ୍ଟାଙ୍କୁ ଅନୁଭବ କରି ଯେ ଯୁଗୋପଯୋଗୀ ବୋଧଗମ୍ୟ ଶୈଳୀରେ ବେଦ ବେଦାନ୍ତ ବ୍ୟାଖ୍ୟା ବା ବ୍ୟାସ କରିପାରନ୍ତି ସେ ବ୍ୟାସ ପଦବାଚ୍ୟ। ଏଥିରୁ ଆମେ ଜାଣିଲା ବ୍ୟାସ ବ୍ୟକ୍ତି ନୁହନ୍ତି, କୌଣସି ବ୍ୟକ୍ତିଙ୍କ ନାମ ନୁହେଁ, ଏକ ପଦବୀ ଅଟେ। ଅନେକ ବ୍ୟାସ ଅଛନ୍ତି। ସେଥିପାଇଁ ସଦ୍ଗୁରୁ ଅର୍ଜୁନ କହନ୍ତି ଯେ ବର୍ତ୍ତମାନ ଅଜ୍ଞାନ ଏତେ ଜୋର ବଢ଼ିଯାଇଛି ଲୋକଙ୍କ ମଧ୍ୟରେ, ଜ୍ଞାନ ତଳକୁ ଖସିଯାଇଛି। ଗୋଟିଏ ବ୍ୟାସ ପୂର୍ବ ବ୍ୟାସ ଯଦି ଆସିବେ, ବ୍ୟାସଦେବ ଆସିବେ, ଏବେ ମଧ୍ୟ ଏ ସଂସାରକୁ ପରିବର୍ତ୍ତନ କରିପାରିବେ ନାହିଁ। ଯୁଗୋପଯୋଗୀ ଶୈଳୀରେ ଏ କୋଣରୁ ସେ କୋଣ ପର୍ଯ୍ୟନ୍ତ ପୃଥିବୀର ଜ୍ଞାନ ପ୍ରସାର ପାଇଁ ଶହ ଶହ ବ୍ୟାସର ଆବଶ୍ୟକତା ଅଛି। ଦିବ୍ୟ ଦର୍ଶନର ସମସ୍ତ ଶିଷ୍ୟ ଶିକ୍ଷା ବ୍ୟାସ ଭୂମିକା ଗ୍ରହଣ କରି କୋଣ ଅନୁକୋଣରେ ଦିବ୍ୟ ଜ୍ଞାନ ପ୍ରଚାର କରିବା ଉଚିତ। ନିଜ ଗୁରୁଙ୍କ ଠାରୁ ଆତ୍ମଜ୍ଞାନ ବା ନିରାକାର ତତ୍ତ୍ୱ ଆହରଣ କରି ଅନୁଭବ କରି ଶିଷ୍ୟର ବୋଧଗମ୍ୟ ଶୈଳୀରେ ଯେ ବ୍ୟାସ ବା ବ୍ୟାଖ୍ୟା କରିପାରନ୍ତି ସେ ବ୍ୟାସ। ପୂର୍ଣ୍ଣ ଜ୍ଞାନ ସ୍ଥିତିକୁ ବ୍ୟାସ କହନ୍ତି। ଗୁରୁ ଅର୍ଥ ଜ୍ଞାନ। ଗୁରୁଦେବ କହନ୍ତି ସମାଜରେ ଏତେ ଅଜ୍ଞାନତା ଘାରି ଯାଇଛି, ସେମାନଙ୍କୁ ଜ୍ଞାନ ପ୍ରଦାନ ପାଇଁ ଶହ ଶହ ବ୍ୟାସ ଆବିର୍ଭାବ ହେବା ଆବଶ୍ୟକ ଅଛି। ଦିବ୍ୟ ଦର୍ଶନର ପ୍ରତ୍ୟେକ ଶିଷ୍ୟ ଶିଷ୍ୟା ଜ୍ଞାନୀ ହୋଇ ବ୍ୟାସ ଭୂମିକା ଗ୍ରହଣ କଲେ ଗୁରୁଙ୍କର ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହେବ। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଅଛି ଏବଂ ଆମର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସମ୍ପାଦକ ସତ୍ୟନାରାୟଣ ଭଟ୍ଟଙ୍କୁ କିଛି କହିବା ପାଇଁ ଅନୁରୋଧ କରେ।